ଖ୍ରୀଷ୍ଟରେ ପ୍ରିୟ ଭାଇ ଏବଂ ଭଉଣୀମାନେ, ଏଠାରେ ଜଣେ ପ୍ରଭୁଙ୍କର ଦାସ ଅଛନ୍ତି ଆଉ ସେ ଟ୍ରାକ୍ସ ବଣ୍ଟନ କରୁଛନ୍ତି, ପତ୍ରିକା ବାଣ୍ଟୁଛନ୍ତି ପ୍ରଭୁ ଯୀଶୁଙ୍କର। ଆଉ କିଛି ଲୋକମାନେ ଗ୍ରହଣ କରୁଛନ୍ତି, କିଛି ଲୋକମାନେ ଗ୍ରହଣ କରୁଛନ୍ତି କି ମୁଁ ଜାଣେ ନାହିଁ, କିନ୍ତୁ ଏଠାରେ ଆମେ ଦେଖିବାକୁ ପାଉଛୁ ଦୁଇ ଜଣ ଝିଅ ଗ୍ରହଣ କଲେ। ଆଉ ତା ପୂର୍ବରୁ ଗୋଟିଏ ଝିଅ ଯାଇଥିଲା, ସେ ଗ୍ରହଣ କଲା। ତାପରେ ଜଣେ ଭାଇ ଆସୁଛନ୍ତି, ତାଙ୍କୁ ଯେତେବେଳେ ଏଇ ଭାଇ ଜଣକ ଖ୍ରୀଷ୍ଟିଆନ ଭାଇ ଜଣକ ସେତେବେଳେ ଟ୍ୟାକ୍ସ ଦେଉଛନ୍ତି, ସେତେବେଳେ ସେ ରାଗି ଯାଇ କ'ଣ କରୁଛନ୍ତି, ଫିଙ୍ଗି ଦେଉଛନ୍ତି। ତାଙ୍କ ହାତରେ ଯେତେ ଟ୍ୟାକ୍ସ ମାନେ ସେ ଧରିଛନ୍ତି ତାକୁ ତଳେ ପକାଇ ଦେଇକି ଧକ୍କା ଦେଉଛନ୍ତି। ତବେ ପ୍ରିୟ ବନ୍ଧୁଗଣ, ତାପରେ କ'ଣ ଘଟିଲା ଆପଣ ଜାଣିଛନ୍ତି? ନିଜେ ଦେଖନ୍ତୁ। ତେବେ ଖ୍ରୀଷ୍ଟରେ ପ୍ରିୟ ଭାଇ ଏବଂ ଭଉଣୀମାନେ, ଏଠି ଆପଣ ସ୍ପଷ୍ଟ ଭାବରେ ଦେଖିଲେ ଯେ ଏ ବ୍ୟକ୍ତି ଜଣକ ତ ଆସିଲେ। ପ୍ରଥମେ ଗୋଟେ ଝିଅ ଆସିଲା, ତାପରେ ଦୁଇ ଜଣ ଝିଅ ଆସିଲେ, ତାପରେ ଏ ଭାଇ ଜଣକ ଆସିଲେ। ଏ ଭାଇ ଜଣକ ପଚାରୁଛନ୍ତି ଏଇଟା କ'ଣ? ଆଉ ସେ ଭାଇ ବୁଝାଉଛନ୍ତି ଇଏ ହେଉଛି ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କର ବିଷୟ ଏଠି ଲେଖା ଅଛି। ଆଉ ଯୀଶୁଙ୍କ ବିଷୟରେ ଲେଖା ଅଛି। ସେତେବେଳେ ସେ ଭାଇ ଜଣକ ରାଗି ଯାଉଛନ୍ତି, ରାଗି ଯାଇକି ତାଙ୍କ ହାତରୁ ଟ୍ୟାକ୍ସ ନେଇକି କ'ଣ କରୁଛନ୍ତି, ଫିଙ୍ଗି ଦେଉଛନ୍ତି। ସେତିକିରେ ତାଙ୍କ ମନ ମାନୁନାହିଁ। ସେ କ'ଣ କରୁଛନ୍ତି, ତାଙ୍କ ପାଖରେ ଯେତେ ବି ଟ୍ୟାକ୍ସ ଥିଲା ସବୁ ଟ୍ୟାକ୍ସକୁ କ'ଣ କରୁଛନ୍ତି, ମାନେ ତଳେ ପକାଇ ଦେଉଛନ୍ତି, ଟାଣିକି ତଳେ ପକାଇ ଦେଉଛନ୍ତି। କେବଳ ସେତିକି ନୁହେଁ, ଏଇ ଖ୍ରୀଷ୍ଟିଆନ ଭାଇକୁ ଧକ୍କା ମଧ୍ୟ ମାରୁଛନ୍ତି। ଆଉ କିଛି ଦୂର ଗଲା ପରେ ସେ ସେମିତି ଠିଆରେ ଗଳି ପଡ଼ୁଛନ୍ତି। ତେବେ ପ୍ରିୟ ବନ୍ଧୁଗଣ, ପ୍ରଭୁଙ୍କର ଲାଠିର ମାଡ଼ ଆୱାଜ ହୁଏ ନାହିଁ, କିନ୍ତୁ ଯେତେବେଳେ ପଡ଼େ ସେତେବେଳେ ଦୁନିଆର କୌଣସି ଶକ୍ତି ନାହିଁ ଯେ ପ୍ରଭୁଙ୍କର ଲାଠି ମାଡ଼ରୁ ଜଣକୁ ବଞ୍ଚାଇ ପାରିବ, କାରଣ ସେ ହିଁ ସର୍ବଶକ୍ତିମାନ ପରମେଶ୍ୱର ଅଟନ୍ତି। ଆଉ ଏଇ ଯୀଶୁଙ୍କର ଯେଉଁ ଲାଠି ମାଡ଼, ଈଶ୍ୱରଙ୍କର ଯେଉଁ ଲାଠି ମାଡ଼, ତା ଶବ୍ଦ ହୁଏ ନାହିଁ, କିନ୍ତୁ ତା'ର ପରିଣାମ ବହୁତ ଭୟଙ୍କର ହୁଏ। ଏ ଭିଡ଼ିଓ କ୍ଲିପ୍ ଦେଖିଲା ପରେ ପ୍ରିୟ ବନ୍ଧୁଗଣ, ମୋର ଗୋଟେ ବାଇବଲର ଗୋଟେ ଅଂଶ ମୋର ମନେ ପଡ଼ିଗଲା। ମଲାଖୀ ପୁସ୍ତକରେ ଲେଖା ଅଛି, ମାନେ ଯଦି କିଏ ମାନେ ତୁମକୁ ସ୍ପର୍ଶ କରେ, ସେ ତାହାଙ୍କ ଚକ୍ଷୁର ପିତଳକୁ ସ୍ପର୍ଶ କରେ। ମାନେ ଯଦି କୌଣସି ବ୍ୟକ୍ତି ଆମକୁ କିଛି କହେ, ତା ଅର୍ଥ ହେଉଛି ପ୍ରଭୁଙ୍କୁ କହିବା। ଆମକୁ ଯଦି କିଏ ମାଡ଼ ମାରେ, ତାହା ହେଉଛି ପ୍ରଭୁ ଯୀଶୁଙ୍କୁ ମାଡ଼ ମାରିବା ସହିତ ସମାନ। ଆମକୁ ଯଦି କିଏ ଥଟ୍ଟା କରେ, ତାହା ଯୀଶୁଙ୍କୁ ଥଟ୍ଟା କରିବା ସହିତ ସମାନ। ଆଉ ତା'ର ପରିଣାମ ବହୁତ ଭୟଙ୍କର। ବାଇବଲ ସେମିତି ବି ଘଟି ସାରିଛି। ଯେତେବେଳେ ସାଧୁ ପାଉଲ, ହାଲେଲୁୟା ହାଲେଲୁୟା, ଯେତେବେଳେ ପାଉଲ ଦମେଶକ ପଥରେ ଯାଉଥିଲେ, ସେ କାହିଁକି ଯାଉଥିଲେ? ଦମେଶକକୁ ଯିବାର କାରଣ ହେଉଛି ସେଠାକାର ଖ୍ରୀଷ୍ଟିଆନ ଲୋକମାନଙ୍କୁ ତାଡ଼ନା କରିବା। ସେ ନିଜ ଶାସନକର୍ତ୍ତାଙ୍କ ନିକଟକୁ ଗଲେ, ଗୋଟେ ପତ୍ର ଲେଖିଲେ, ଅନୁମତି ମାଗିଲେ, ମୋତେ ଅନୁମତି ଦିଆଯାଉ, ମୁଁ କ'ଣ କରିବି, ମୁଁ ଯିବି, ମୁଁ କେଉଁଠିକି ଯିବି, ମୁଁ ଯେଉଁ ଜାଗାରେ ଖ୍ରୀଷ୍ଟିଆନ ଲୋକମାନେ ଅଛନ୍ତି, ମୁଁ ସମସ୍ତଙ୍କ ପାଖକୁ ମୁଁ ଯିବି।
ଆଉ ଯେଉଁମାନେ ଯୀଶୁଙ୍କୁ ବିଶ୍ୱାସ କରନ୍ତି ଆଉ ସେମାନଙ୍କୁ ସମସ୍ତଙ୍କୁ ବନ୍ଦୀ କରିବି ଆଉ ସେମାନଙ୍କୁ ମୁଁ ତାଡ଼ନା କରିବି, ମୋତେ ଅନୁମତି ଦିଆଯାଉ। ସେ ଗୋଟେ ଅନୁମତି ପତ୍ର ମାଗିଥିଲେ ଆଉ ଶାସନକର୍ତ୍ତା ମଧ୍ୟ ତାଙ୍କୁ ଅନୁମତି ଦେଲେ। ଯେତେବେଳେ ଅନୁମତି ପାଇଲେ ସେତେବେଳେ ସେ ଯାଉଥିଲେ ଦମେଶକ ପଥରେ। ଦମେଶକ ପଥରେ ଗଲାବେଳେ ଯେତେବେଳେ ସେ ଅନ୍ଧ ହୋଇଗଲେ, କିଛି ଦେଖିପାରିଲେ ନାହିଁ, ସେତେବେଳେ ସେ ପଚାରୁଛନ୍ତି ତୁମେ କିଏ? ଯୀଶୁ କ'ଣ ଉତ୍ତର ଦେଲେ? ତୁମେ ଯାହାଙ୍କୁ ତାଡ଼ନା କରୁଅଛ ଏବେ ବର୍ତ୍ତମାନ କାଳ, ତୁମେ ଯାହାଙ୍କୁ ତାଡ଼ନା କରୁଅଛ ଆମେ ହେଉଛି ସେଇ ଯୀଶୁ। ତେବେ ପ୍ରିୟ ବନ୍ଧୁଗଣ, ଏଠି ଆପଣ ହୁଏତ ଭାବିପାରନ୍ତି, ଯଦି ଆପଣ ଜଣେ ନୂଆ ବିଶ୍ୱାସ ହେଇଥିବେ, ଯେ ପାଉଲ ତ ତାଡ଼ନା କରୁଥିଲେ ଖ୍ରୀଷ୍ଟିଆନ ଲୋକମାନଙ୍କୁ, ଆଉ ଯୀଶୁଙ୍କୁ ପାଉଲ କେତେବେଳେ ତାଡ଼ନା କଲେ ଯେ ଯୀଶୁ କହିଲେ ତୁମେ ମୋତେ କାହିଁକି ତାଡ଼ନା କରୁଅଛ? ୟାର ଅର୍ଥ ହେଉଛି ଯେତେବେଳେ ଖ୍ରୀଷ୍ଟିଆନ ଲୋକମାନଙ୍କୁ ଚାପୁଡ଼ା ମରା ହୁଏ, ସେହି ଚାପୁଡ଼ା ସର୍ବପ୍ରଥମେ ଯୀଶୁଙ୍କ ଗାଲରେ ପଡ଼େ। ଆଉ ଯେତେବେଳେ ଖ୍ରୀଷ୍ଟିଆନ ଲୋକମାନଙ୍କୁ ଯେତେବେଳେ ତାଙ୍କୁ ଜେଲକୁ ଭର୍ତ୍ତି କରାଯାଏ, ତାହା ଯୀଶୁଙ୍କ ପ୍ରତି ହୁଏ। ଆଉ ଥଟ୍ଟା ପରିହାସ କରାଯାଏ ତାହା ଯୀଶୁଙ୍କ ପ୍ରତି। ମାନେ ଆମ୍ଭେମାନେ ଯଦି କୌଣସି ପ୍ରଭୁଙ୍କର ଦାସଙ୍କୁ ଆମେ ଯାହା ବି କରୁ ତାହା ଯୀଶୁଙ୍କ କରିବା ସହିତ ସମାନ। ସେଥିପାଇଁ ଯେତେବେଳେ ପ୍ରଭୁ ଯୀଶୁଖ୍ରୀଷ୍ଟ ଦ୍ୱିତୀୟ ଆଗମନ କରିବେ, ସେ ଗୋଟେ ବିଷୟ କହିଲେ, ଅନେକ ଆସି କହିବେ, ହେ ପ୍ରଭୁ, ଆମେ ତୁମକୁ କେତେବେଳେ ତୁମକୁ ସାହାଯ୍ୟ କଲୁ। ଆଉ ପ୍ରଭୁ ଯୀଶୁ ଦୁଇ ଭାଗ କରିବେ, ଛାଗ ଏବଂ ମେଷ, ଧାର୍ମିକ ଏବଂ ଅଧାର୍ମିକ ଉଭୟଙ୍କୁ ସେ ଅଲଗା କରିବେ। ଏବଂ ଧାର୍ମିକ ଲୋକମାନେ କହିବେ, ମୁଁ କ'ଣ କରିଥିଲି? ମୁଁ ଭୋକିଲା ଥିଲି, ତୁମେ ମୋତେ ଖାଦ୍ୟ ଦେଲ, ମୋତେ ଶୋଷ ଲାଗୁଥିଲା, ମୋତେ ଜଳ ଦେଲ, ମୁଁ କାରାଗାରରେ ଥିଲି, ମୋତେ ଶଙ୍ଖଳିଲ। ସେମାନେ କହିବେ, ପ୍ରଭୁ ଆମେ କେତେବେଳେ କଲୁ? ଯୀଶୁ କ'ଣ କହିବେ? ତୁମେ ୟା ପ୍ରତି କରିଛ ମାନେ ତୁମେ ମୋତେ କରିଆସ। ମାନେ ଆମେମାନେ ପ୍ରଭୁଙ୍କର ଲୋକମାନଙ୍କୁ, ଦାସମାନଙ୍କ ପ୍ରତି ଆମେ ଯାହା କରୁ, ଆମେ ସେଇଟା ଯୀଶୁଙ୍କ ପ୍ରତି ହିଁ କରୁ। ଯଦି ଆମେ ତାଙ୍କର ଦାସମାନଙ୍କୁ ଭଲରେ ମୁଠେ ଖାଇବା ପାଇଁ ଦେଉ, ସେଇଟା ଆମେ ଯୀଶୁଙ୍କୁ କରୁ। ଯଦି ଆମେ ତାଡ଼ନା କରୁ, ସେଇଟା ମଧ୍ୟ ଯୀଶୁଙ୍କୁ କରୁ। ତେବେ ପ୍ରିୟ ବନ୍ଧୁ, କ'ଣ ଏଇଠୁ ଆପଣ ଅନୁମାନ କରିପାରୁଥିବେ ଯେ ପ୍ରଭୁ ଯୀଶୁ ଆମମାନଙ୍କୁ କେତେ ପ୍ରେମ କରନ୍ତି। ସେ ଦୁଷ୍ଟ ହେଉ, ସନ୍ଥ ହେଉ, ସେ ଯେକୌଣସି ବ୍ୟକ୍ତି ହେଉନା କାହିଁକି, ଆଉ ପ୍ରଭୁ କ'ଣ କରନ୍ତି? ସମସ୍ତଙ୍କୁ ପ୍ରେମ କରନ୍ତି। ତେବେ ପ୍ରିୟ ବନ୍ଧୁଗଣ, ଆଉ ଏଠାରେ ଯେଉଁ ଭାଇ ଜଣକ ଧକ୍କା ଦେଲେ, ମାନେ ଜଣେ ଖ୍ରୀଷ୍ଟିଆନ ଭାଇଙ୍କୁ, ଏଇଟା ମଧ୍ୟ ଯୀଶୁଙ୍କ ପ୍ରତି ଥିଲା। ସେଥିପାଇଁ ପ୍ରଭୁ ଯୀଶୁଖ୍ରୀଷ୍ଟ ଉଚିତ ଜବାବ ଦେଲେ ଆଉ ପ୍ରତିଫଳ ମଧ୍ୟ ଦେଲେ। ସେ ଆଗକୁ ଯାଇପାରିଲେ ନାହିଁ, କିଛି ବାଟ ଗଲା ପରେ ସେ ଗଳି ପଡ଼ିଲେ। ସମସ୍ତଙ୍କୁ ଖ୍ରୀଷ୍ଟ ପ୍ରେମରେ ବଡ଼ ଆନ୍ତରିକ ନମସ୍କାର। ପୁଣି ଦେଖାହେବ ଆପଣଙ୍କ ସହିତ ଆଉ ଗୋଟେ ଭିଡ଼ିଓରେ, ଆଉ ଗୋଟେ ଅଧ୍ୟାୟରେ। ନମସ୍କାର।